ଆମ୍ବ ସଢ଼ା କାହାକୁ ବା ପସନ୍ଦ ନୁହଁ। ଆମ୍ବ ସଢ଼ା ଯଦି ଏମିତି ଲେୟାର ଲେୟାର ହେଇଥିବ ତାର ଟେଷ୍ଟ ହିଁ କିଛି ନିଆରା ଆସେ। ଗରମ ଦିନରେ ମିଳୁଥିବା ଆମ୍ବର ମିଠା ରସ ତା ସହ ଆମ୍ବର ସୁଗନ୍ଧ ଏହା ହେଉଛି ପ୍ରତ୍ୟେକ ମଣିଷର ପ୍ରିୟ ଖାଦ୍ୟ। ଆସନ୍ତୁ ଆଜି ସେଇ ପୁରୁଣା ସ୍ୱାଦକୁ ପୁଣି ଥରେ ତିଆରି କରିବା। ତେବେ ନମସ୍କାର, ପ୍ରୀତି ଛନ୍ଦା ହୋମ୍ କିଚେନକୁ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆମେମାନେ କିଛିଟା ଆମ୍ବ ନେଇଯିବା। ମାନେ ମୁଁ ଏଇଠି 3ଟି ଆମ୍ବ ନେଇଛି। ଆଉ ଏଇ ଆମ୍ବକୁ ସର୍ବପ୍ରଥମେ ଆମେ ଭଲ ଭାବରେ ଧୋଇ ନେବା। ଏହି ଜାଗାରେ ଯଦି ଆମ୍ବଟି ଆପଣଙ୍କର ସାମାନ୍ୟ ଖଟା ଥିବ ତଥାପି ଚଳିବ, ମିଠା ଥିଲେ ତ ତଥାପି ଚଳିବ। ମୋର ଏଇ ଆମ୍ବଟା ଏତେ ମିଠା ନଥିଲା, ଖଟା ଟିକେ ସାମାନ୍ୟ ଖଟା ଥିଲା, ତ ମୁଁ ଏଇ ଆମ୍ବକୁ ଆମ୍ବ ସଢ଼ା ହିଁ କରିଦେଲି। ଏମିତି ଭାବରେ ଆମେ ଆମ୍ବକୁ କାଟି ନେବା ଏବଂ ତାର ସବୁତକ ରସକୁ ଆମେ ଚାମଚ ମାଧ୍ୟମରେ ହଉ ଛୁରୀ ମାଧ୍ୟମରେ ହଉ ଏମିତି ରିମୁଭ୍ କରିନେବା। ମୁଁ ଏମିତି ଗୋଟେ ପ୍ଲେଟ୍ ରଖିକି ସବୁତକ ଆମ୍ବକୁ ଏମିତି ଛଡ଼େଇ ନେଇଥିଲି, ଯାହାଦ୍ୱାରା ମୋତେ ବହୁତ ଇଜି ମଧ୍ୟ ହେଇଥିଲା। ଛୁରୀ କିମ୍ବା ଚାମଚର ଉପଯୋଗ କରିକି ଏହିପରି ଭାବରେ ଆମେ କ'ଣ କରିବା, ଆମ୍ବରୁ ସବୁତକ ରସ ବାହାର କରିନେବା ଏବଂ ଗୋଟେ ଗ୍ରାଇଣ୍ଡର ଜାରରେ ସେ ସବୁ ରସକୁ, ଆମ୍ବ ଯେଉଁଟା ଛଡ଼େଇଥିଲେ ସେ ସବୁ ରସକୁ ଏକା ସାଙ୍ଗେ ପକେଇକି 2ରୁ 3 ଚାମଚ ଭଳିଆ ଅଳ୍ପ କିଛି ପାଣି ଦେଇଦେବା ଏବଂ ଭଲ ଭାବରେ ତାକୁ ବାଟି ନେଇ ଆସିବା। ଏବେ ଗୋଟେ କଡ଼େଇ ନେବା, ଯେଉଁଥିରେ ଆପଣ ଏଇ ଆମ୍ବ ସଢ଼ା ପ୍ରସ୍ତୁତ କରିବେ ସେଇ କଡ଼େଇ ହିଁ ନେଇଯିବେ। ସେ କଡ଼େଇରେ ସବୁତକ ଯେଉଁଟା ଆମ୍ବକୁ ଆମେ ଗ୍ରାଇଣ୍ଡିଙ୍ଗ କରି ରଖିଥିଲେ ସେ ସବୁକୁ ଏକା ସାଙ୍ଗେ ଢାଳି ନେବା ଏବଂ ମୁଁ ନେଇଥିଲି 2 ଚାମଚ, ମାନେ ଯେଉଁଥିରେ ଡାଲି ଚଟୁରେ 2 ଚାମଚ ପୁରା ଫୁଲ୍ ଭଳିଆ ନେଇଥିଲି ଗୁଡ଼। ଆପଣମାନେ ଚାହିଁଲେ ଚିନିର ବ୍ୟବହାର ମଧ୍ୟ କରିପାରିବେ। ଗୁଡ଼ ଦେବା ଦ୍ୱାରା ଆମର ଆମ୍ବ ସଢ଼ାଟି ଅଥେଣ୍ଟିକ୍ ଲୁକ୍ ଆସିଥାଏ। ଏବଂ ଗୋଲମରିଚ ଗୁଣ୍ଡ, ଲଙ୍କା ଗୁଣ୍ଡ, ପାନ ମଧୁରୀ ନିହାତି ଭାବରେ ପକାଇବେ, ବିଟ୍ ଲୁଣ, ଅଳ୍ପ କିଛି ଚାଟ୍ ମସଲା ଅପସନାଲ୍ ଅଛି, କିନ୍ତୁ ପକାଇଲେ ବହୁତ ଭଲ ଲାଗେ। ଏବଂ ସ୍ୱାଦ ଅନୁସାରେ ଲୁଣ ଆମେ ଆଡ଼୍ କରିବା, କିନ୍ତୁ ଲୁଣ ଅପେକ୍ଷାକୃତ କମ୍ ପକାଇବା ଯେହେତୁ ବିଟ୍ ଲୁଣ ପକାଇଥିଲେ। ଭିନେଗାର ସେମିତି ଅପସନାଲ୍ ଅଛି, କିନ୍ତୁ ଭିନେଗାର ପକାଇବା ଦ୍ୱାରା ଆମର ଆମ୍ବ ସଢ଼ାଟି ନରମ ତ ହୋଇଥାଏ, ବହୁତ ଦିନ ପର୍ଯ୍ୟନ୍ତ ଆମ୍ବ ସଢ଼ାରେ ଫିମ୍ପି ଲାଗିନଥାଏ କିମ୍ବା ଖରାପ ହୁଏନି, ବହୁତ ଦିନ ପର୍ଯ୍ୟନ୍ତ ରହିଥାଏ। ଏସବୁ ପକାଇକି ଆମେ ଭଲ ଭାବରେ ଗୋଳେଇ ନେବା। ଯଦି ଆପଣଙ୍କ ପାଖରେ ଭିନେଗାର ନାହିଁ, ଲେମ୍ବୁ ରସର ୟୁଜ୍ ମଧ୍ୟ କରିପାରିବେ 1 ଚାମଚ ଭଳିଆ। ଏବେ ଗ୍ୟାସ୍ ଅନ୍ କରିବା ଏବଂ ଏଇ ଯେଉଁ ମିଶ୍ରଣକୁ ଭଲ ଭାବରେ ଆମେ ଜନ୍ତିବା। ପୁରା ସିମ୍ ଆଞ୍ଚ କରିଦେବା, ଭଲ ଭାବରେ ଏମିତି ଜନ୍ତିବା, ପୁରା ଯେମିତି ପାଣି ମରିବନି। ଘଣ୍ଟା ଦେଖିଦେବେ 10 ମିନିଟ୍, ମାତ୍ର 10 ମିନିଟ୍ ଏପଟ ସେପଟ କରିକି ଭଲ ଭାବରେ ଜନ୍ତୁଥିବା। ଆଉ ଧ୍ୟାନ ରଖିଥିବେ ଯେମିତି ଆମ୍ବ ସଢ଼ାଟି ଆମର, ବ୍ୟାଟରଟି ଆମର ତଳେ ନ ଲାଖିଯାଏ। ତେଣୁ କରିକି ସିମ୍ ଆଞ୍ଚରେ ଏମିତି ଜନ୍ତିଲା ପରେ ଆପଣମାନେ ଦେଖୁଥିବେ ବହୁତ ଭଲ ଭାବରେ ବବଲ୍ସ ଏମିତି ବାହାରିଲାଣି, ଗାଢ଼ା ମଧ୍ୟ ହେଇଗଲାଣି। ତ ଏଇ ଷ୍ଟେଜ୍ରେ କେମିତି ଜାଣିବା ଆମର ପୁରା ପରଫେକ୍ଟ ହେଇଗଲାଣି ଆମ୍ବ ସଢ଼ା ପାଇଁ? ଯେଉଁ ଚାମଚଟା ଆମେ ନେଇଥିଲେ ନା, ତାକୁ ଏମିତି ଡିପ୍ କରିଦେବା ସେ ଗ୍ରେଭିରେ ଏବଂ ତାର ପଛପଟେ ଗୋଟେ ଏମିତି ଲାଇନ୍ ଟାଣିବା। ଗୋଟେ ଗାର ଯେମିତି ଟଣା ହୁଏ ନା, ସେମିତି ଗାର ଟାଣିବା ଏବଂ ଏପଟ ସେପଟ କରିବା। ଯଦି ଆମର ଗାରଟି କିଛି ବି ଲାଗିବନି, ଆମ୍ବ ସଢ଼ା ଏପଟ ସେପଟ ହେବନି, ସେମିତି ପୁରା ସଫା ହେଇକି ରହିବ ଆମର ଗାରଟି, ସେତେବେଳେ ଜାଣିବା ଆମର ଏଇ ଆମ୍ବ ସଢ଼ାର ବ୍ୟାଟର ପୁରା ସମ୍ପୂର୍ଣ୍ଣ ଭାବରେ ପରଫେକ୍ଟ ହେଇଗଲାଣି ଆମର ଆମ୍ବ ସଢ଼ା ପାଇଁ। ଗୋଟେ ପ୍ଲେଟ୍ ନେବା, ପ୍ଲେଟ୍ରେ କିଛି ଅଏଲ୍ ଏମିତି ସବୁଆଡ଼େ ଏମିତି ଲଗେଇ ନେବା। ଆପଣ ଯେତେଟା ପ୍ଲେଟ୍ ନେବେ ସେଇ ଅନୁସାରେ ଅଏଲ୍ ସବୁଆଡ଼େ ଲଗେଇଦେବେ। ଏଇଠି ଦେଖନ୍ତୁ ମୁଁ ନା ପ୍ଲେଟ୍ରେ ଅଳ୍ପ କିଛି ପକେଇଲି ଆମ୍ବ ସଢ଼ାର ବ୍ୟାଟର। ଏଇଟା ପୁରା ପତଳା କରିବି, କିନ୍ତୁ ଆଗାମୀ ପ୍ଲେଟ୍ଟାରେ ଟିକେ ମୋଟା ରଖିବି। ପ୍ରଥମେ ଆମେ କ'ଣ କରିବା ନା, ଯେହେତୁ ଆମେମାନେ ଅଏଲ୍ ଲଗେଇଛେ ତେଣୁକରି ବ୍ୟାଟରଟି ଆମର ଟିକେ ଏପଟ ସେପଟ ହେବ, କିନ୍ତୁ ଧୀରେ ଧୀରେ ଏମିତି କିଛି ସମୟ ଏମିତି କଲା ପରେ, ମାତ୍ର କିଛି ସେକେଣ୍ଡ କଲା ପରେ ଆମର ଭଲ ଭାବରେ ସବୁତକ ଏମିତି ସ୍ପ୍ରେଡ୍ ହେଇଯିବ ଆମର ଥାଳିରେ। ତ ଏଇଠି ଦେଖନ୍ତୁ ଭଲ ଭାବରେ ପୁରା ସ୍ପ୍ରେଡ୍ ହେଇଗଲାଣି। ଆଉ ଏଇଟା ନା ହାର୍ଡ଼ଲି 2 ଦିନ ଲାଗିଥାଏ ପରଫେକ୍ଟ ଶୁଖିବା ପାଇଁ। ଏମିତି ଯଦି ଆପଣମାନେ ପତଳା ଥାଳି ନେଉଛନ୍ତି ତ ବହୁତ ସାରା ଜାଗା ଲାଗିବ, ତେଣୁକରି ମୁଁ ଗୋଟେ ପତଳା ରଖିଲି ଏବଂ ଆଉ ଗୋଟେ ଏକଦମ ମୋଟା ରଖିବି। ଆମର ଏଇଟା କମ୍ ସେ କମ୍, ମୁଁ ଯେଉଁଟା ମୋଟା ରଖିଛି ସେଇଟା ମୋତେ 3 ଦିନ ଲାଗିଲା ପ୍ରପର୍ ଶୁଖିବା ପାଇଁ, କିନ୍ତୁ ଥାଳିଟା ମୋର 2 ଦିନ ଭିତରେ ହିଁ ଭଲସେ ଶୁଖିଗଲା। ଏବେ କ'ଣ କରିବା, ଅଲଗା ଯେଉଁ ପାତ୍ରରେ ଆମେ ଟିକେ ତେଲ ଲଗେଇକି ରଖିଦେଲେ, ତାକୁ ଭଲ ଭାବରେ ମୁଁ ମୋଟା ସେପ୍ର ପୁରା ଦେଇଥିଲି ଏବଂ ସେଇଟା ନା ମୋଟା ସେପ୍ରେ ରହିଲେ ଟାଇମ୍ ସିନା ଲାଗେ ଟିକେ ଶୁଖିବା ପାଇଁ, କିନ୍ତୁ ଏକା ସାଙ୍ଗରେ ଆପଣଙ୍କ ବହୁତ ସାରା ଆମ୍ବ ସଢ଼ା ଏଥିରୁ ବାହାରିଯିବ। ତ ଯେମିତିକି ମୁଁ ଆପଣଙ୍କୁ ପୁନର୍ବାର ଆଉଥରେ କହିଦେଉଛି, ଏଇଟା ମାତ୍ର ମୋର 2 ଦିନ ବି ଲାଗିନଥିଲା, ଶୁଖିଯାଇଥିଲା। କିନ୍ତୁ ଥାଳିଟିରେ ବହୁତ ଜଲ୍ଦି ଶୁଖେ, ଫ୍ୟାନ୍ରେ ବି ଚାହିଁଲେ ଆପଣମାନେ ଶୁଖେଇ ପାରିବେ। କିନ୍ତୁ ମୋଟା ଲେୟାର ନା, କମ୍ ସେ କମ୍ 4 ଦିନ ତ କମ୍ ସେ କମ୍ ଲାଗିବ ଯଦି ପୁରା ଟାଣ ଖରା ଥିବ ଏବଂ ଘୋଡ଼େଇକି ତାକୁ ଶୁଖେଇ ନେବା, ଯାହାଦ୍ୱାରା ଆମର ବାଲି କି ମାଟି କିଛି ଉଡ଼ିବନି। ତ ଏହିପରି ଭାବରେ ମୁଁ ଘୋଡ଼େଇ ନେଇଥିଲି। ଏଇଠି ଦେଖନ୍ତୁ ଆମର ଆମ୍ବ ସଢ଼ା ପୁରା ଯେଉଁଟା ଆମେ ଥାଳିରେ ସ୍ପ୍ରେଡ୍ କରିଥିଲେ ସେ ଭଲ ଭାବରେ ଶୁଖିଯାଇଛି, କିନ୍ତୁ ଆର ପ୍ଲେଟ୍ଟି ଆଉ 1 ଦିନ ଖରା ଖାଇବ, ତେଣୁକରି ମୁଁ ତାକୁ ସାଇଡ଼୍ କରି ରଖିନେଇଥିଲି। ଏବେ ଚାଲନ୍ତୁ ଦେଖିବା ଆମର ଥାଳିର ଆମ୍ବ ସଢ଼ାଟି କେମିତି କ'ଣ ହେଇଛି। ମୋତେ ଛୁରୀ ଅପେକ୍ଷା ଏମିତି ପିଠା ପାତିଆରେ
ଆମର ଆମ୍ବ ସଢ଼ାକୁ ଏମିତି ବାହାର କରିବାକୁ ମୋତେ ବହୁତ ଇଜି ଲାଗେ। ଛୁରୀରେ କ'ଣ ହୁଏ ନା ଟିକେ ଏପଟ ସେପଟ ହେଲେ କଟିଯାଏ, କିନ୍ତୁ ପିଠା ପାତିଆରେ ପ୍ରପର୍ ପୁରା ସେପ୍ରେ ପୁରା ବାହାରିଯାଏ। ମୋତେ ଇଜି ଲାଗେ। ଆପଣଙ୍କୁ କେଉଁଥିରେ ଛଡ଼େଇବାକୁ ଇଜି ଲାଗେ ମୋତେ ନିହାତି କହିବେ। ଏଠି ଦେଖନ୍ତୁ ପୁରା ଟ୍ରାନ୍ସପରେଣ୍ଟ ହେଇଛି, କେତେ ସୁନ୍ଦର ଦେଖାଯାଉଛି। ରେଡ୍ ପୁରା ଦେଖାଯାଉଛି। ଯେହେତୁ ପତଳା ଅଛି ବୋଲି ଆର କଲର୍ ଏମିତି ପୁରା ରେଡନେସ୍ ଟିକେ ପଳେଇ ଆସୁଛି। ଆଉ ଯଦି ଆକୁ ଆମେ ମୋଟା ରଖିବା ନା ସେ ବ୍ଲାକ୍ ପଳେଇ ଆସିବ। ତ ଦେଖନ୍ତୁ ପୁରା ହାତ ପାପୁଲି ବି ଦେଖାଯାଉଛି, ବହୁତ ହି ଗ୍ଲେଜ୍ କରୁଛି। ତ ଏମିତିରେ ବି ବାସ୍ନା ତ ବହୁତ ବଢ଼ିଆ ଆସୁଛି, ଯେହେତୁ ଆମେ ପାନ ମଧୁରୀ ପକେଇଛେ। ତ ଏଇଠି ଆପଣମାନେ ଦେଖନ୍ତୁ ପ୍ରପର୍ ଆମର ଆମ୍ବ ସଢ଼ା ପୁରା ରେଡ଼ି ହେଇଯାଇଛି। ଆମର ପତଳା ଲେୟାର୍ ବାଲା ଆମ୍ବ ସଢ଼ା ରେଡ଼ି ହେଇଯାଇଛି। ଏବେ ଚାଲନ୍ତୁ ଆମେ କ'ଣ କରିବା ନା ତାକୁ କାଟି ଦେଖିବା, ତାକୁ ଲେୟାର୍ ଆମେ କେମିତି କରିବା। ତ ଏହିପରି ଭାବରେ ଆମେ ଏମିତି ରାଉଣ୍ଡ ସେପ୍ର ଏମିତି ବୁଲେଇ ନେବା, କାଟିକି ଏମିତି ରାଉଣ୍ଡ ସେପ୍ର ବୁଲେଇ ନେବା ଏବଂ ତାପରେ ସେ ରାଉଣ୍ଡ ସେପ୍କୁ ଆମେ ଏମିତି ପ୍ରେସ୍ କରିନେବା। ଯାହାଦ୍ୱାରା କ'ଣ ହେବ, ଏକା ସାଙ୍ଗେ ସବୁତକ ଲାଗିଯିବ ଏବଂ ଆପଣ ଯେତେବେଳେ ଆମ୍ବ ସଢ଼ାକୁ କାଟିବେ କିମ୍ବା ଖାଇବେ ସେଇଟା ଲେୟାର୍ ହେଇକି ବାହାରିବ। ଏମିତି କାଟିଦେଲା ପରେ ନା ସେଇଟା ଅଟୋମେଟିକ୍ ଲେୟାର୍ ହେଇକି ବାହାରିବ। ବହୁତ ଭଲ ଲାଗେ। ଆଉ ଲେୟାର୍ ବାଲା ହିଁ ଯେତେବେଳେ ପାଟିକୁ ଆସେ କିମ୍ବା ଛଡ଼େଇକି ଖାଇବାକୁ ବହୁତ ଭଲ ଲାଗେ। ତ ଏହିପରି ଭାବରେ ମୁଁ ସବୁତକ ଆମ୍ବ ସଢ଼ାକୁ ଏମିତି କାଟି ନେଇଥିଲି, ଫୋଲ୍ଡ କରି ନେଇଥିଲି। ଯେହେତୁ ଏଇ ଆମ୍ବ ସଢ଼ାକୁ ମୁଁ ଆଉ କିଛି କରିବି ଯେଉଁଟାକି ଆପଣଙ୍କ ସାଙ୍ଗରେ ଆଗକୁ ଭିଡ଼ିଓ ମୁଁ ନିହାତି ଭାବେ ସେୟାର କରିବି। ତ ଦେଖନ୍ତୁ କେତେ ସୁନ୍ଦର ଲେୟାର୍ ହେଇକି ଆମର ଆମ୍ବ ସଢ଼ା ବାହାରିଛି। ତ ଏମିତି ରାଉଣ୍ଡ କରିକି ଏମିତି ରାଉଣ୍ଡ କରିଦେବେ ଏବଂ ତାପରେ ତାକୁ ଭଲ ଭାବରେ କାଟି ନେବେ, ଏମିତି ଟିକେ ପ୍ରେସ୍ କରିଦେବେ, ଯାହାଦ୍ୱାରା କି ଆମର ଆମ୍ବ ସଢ଼ା ମୋଟା ବି ରହିବ, ଲେୟାର୍ ଯୁକ୍ତ ହେଇକି ରହିବ। ତ ଦେଖନ୍ତୁ ଏଇଟା ତ ଆମର ରେଡ଼ି ହେଇଗଲାଣି। ଏବେ ଆର ଆମ୍ବ ସଢ଼ାଟି କେମିତି କ'ଣ ହେଇଛି ଗୋଟେ ଦିନ ଖରା ଖାଇଲା ପରେ ସେଇଟା ଚାଲନ୍ତୁ ଆପଣମାନଙ୍କ ସାଙ୍ଗେ ସେୟାର କରିବି। ତେବେ ଏଇଠି ଦେଖନ୍ତୁ ଗୋଟେ ଦିନ ପୁରା ଟାଣ ଖରା ଖାଇଲା ପରେ ସେ ଭଲ ଭାବରେ ଆମର ଆମ୍ବ ସଢ଼ାଟି ଏମିତି ଶୁଖିଯାଇଛି। ହାତ ମାରିଲେ କିଛି ବି ଲାଗୁନି, ପୁରା ପ୍ରପର୍ ଆମର ଶୁଖିଯାଇଛି ଏବଂ ବହୁତ ହେଭି ମଧ୍ୟ ଲାଗୁଛି। ହେଭି ଲାଗିଲେ ବି ବହୁତ ଟ୍ରାନ୍ସପରେଣ୍ଟ ଦେଖାଯାଉଛି। ଆପଣ ଦେଖି ବି ପାରୁଥିବେ ରେଡନେସ୍ କଲର୍ ମଧ୍ୟ ଆସୁଛି। କିନ୍ତୁ ଆମର ଗୋଟେ ଫାଇଦା ହୁଏ, ଥରକରେ ଆମେ ଆମ୍ବ ସଢ଼ା ପ୍ରସ୍ତୁତ କରିବା ଏବଂ ବହୁତ ସାରା ଆମ୍ବ ସଢ଼ା ଆମେମାନେ ବାହାର କରିପାରିବା। ହଁ ଲାଗେ କିଛିଟା ଜାଗାରେ 4 ଦିନ 5 ଦିନ, ଆଠୁ ଯଦି ଆମେ ଅଧିକ ମୋଟା ରଖିବା ତେବେ 10-15 ଦିନ ଭଳିଆ ବି ସମୟ ଲାଗେ। କିନ୍ତୁ ଏମିତି ନିହାତି ଭାବେ ବନାନ୍ତୁ। ପତଳା କରିବା ଅପେକ୍ଷା ଏମିତି ଗୋଟିଏ ମୋଟା କରନ୍ତୁ ଆଉ ବହୁତ ସାରା ବାହାର କରନ୍ତୁ। ଟାଇମ୍ ଲାଗୁ 15-20 ଦିନ ଲାଗୁ, ଅସୁବିଧା କ'ଣ। ତାପରେ ଭଲ ଭାବରେ ଆମେ ଏମିତି ତାକୁ ଫୋଲ୍ଡ କରି ନେବା। ଯେହେତୁ ମୁଁ ଏଇଟାକୁ ଆଚାର କରିବି, ଆଚାର କେମିତି କ'ଣ କଲି ମୁଁ ନେକ୍ସଟ ଭିଡ଼ିଓରେ ଆପଣମାନଙ୍କ ସାଙ୍ଗେ ସେୟାର କରିବି। ତ ଏଠି ଦେଖନ୍ତୁ ଭଲ ଭାବରେ ଆମେ ଫୋଲ୍ଡ କରିନେବା, ପ୍ରେସ୍ କରିନେବା ଏବଂ ତାକୁ ଭଲ ଭାବରେ ଏମିତି କାଟି ନେବା। ତ ଆମର ଏଇଠି ରେଡ଼ି ହେଇଗଲା ଆମ୍ବ ସଢ଼ା। ଆପଣମାନେ ଚାହିଁଲେ ଏଇ ସମୟରେ ଆଚାର କରିପାରିବେ କିମ୍ବା ଆପଣମାନେ ଖାଲିରେ ଯଦି ଖାଇବାକୁ ଚାହୁଁଛନ୍ତି ତେବେ ଖାଲିରେ ମଧ୍ୟ ଖାଇପାରିବେ, କିମ୍ବା କିଛି ଜଣ ଅଛନ୍ତି ଚକଟିକି ଖାଇବାକୁ ଭଲ ପାଆନ୍ତି ତ ଆମ୍ବ ସଢ଼ା ପାଗ ମଧ୍ୟ କରିପାରିବେ। ତ ଆମର ରେଡ଼ି ହେଇଗଲା ଆମ୍ବ ସଢ଼ା। ତ ନେକ୍ସଟ ଭିଡ଼ିଓରେ ମୁଁ ଆପଣମାନଙ୍କ ସାଙ୍ଗେ ସେୟାର କରିବି ଆମ୍ବ ସଢ଼ା ଆଚାର, ଏଇ ଆମ୍ବ ସଢ଼ାକୁ ନେଇକି। ତେବେ ଆଶା କରୁଛି ନିହାତି ଭାବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଭଲ ଲାଗିଥିଲେ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ। ଆଉ ଯଦି କିଛି ପ୍ରଶ୍ନ ଅଛି ନିହାତି ଭାବେ କମେଣ୍ଟ ମଧ୍ୟ କରିପାରନ୍ତି। ଫେସବୁକରେ ଦେଖୁଥିଲେ ଫଲୋ କରିବେ। ତେବେ ରହିଲି, ପୁଣି ବହୁତ ଜଲ୍ଦି ଦେଖାହେବ ଏଇ ଆମ୍ବ ସଢ଼ାର ଆଚାରରେ। ସେ ପର୍ଯ୍ୟନ୍ତ ବାଏ ବାଏ, ଜୟ ଜଗନ୍ନାଥ।